ନାଇଁ ଯେତେବେଳେ ନିର୍ବାଚନ ହେଲା ଆପଣ ଦେଖିବେ 7 ମାସ 8 ମାସ ତଳେ ସାରା ଓଡ଼ିଶାବାସୀ ଭାବିଲେ ଗୋଟିଏ ବୋଧହୁଏ ଗୋଟେ ପରିବର୍ତ୍ତନ କରିଦେଲେ ଲୋକ ଅନ୍ତତଃ ଖୁସିରେ ରହିବେ, ଗୋଟେ ନୂଆ ସରକାର ଆସିବ, ଡବଲ ଇଞ୍ଜିନ ସରକାର ଆସିବ ଏବଂ ଅଛେ ଦିନର କଥା କହିକି ସେମାନେ ସରକାରକୁ ଆସିଲେ। ପରବର୍ତ୍ତୀ ସମୟରେ ଲୋକ ବର୍ତ୍ତମାନ ଅନୁଭବ କରୁଛନ୍ତି କ'ଣ ଅଛେ ଦିନ ହେଲା। ଏବେ କିଛି ଦିନ ତଳେ ଯୁବ ଦିବସ ଗଲା, ଯୁବକଙ୍କ ପାଇଁ ଏମାନେ କ'ଣ କରିଛନ୍ତି? ଏମାନେ ଘୋଷଣାପତ୍ର ଜାରି କରିଥିଲେ ଆମେ ଆସିଲେ ଯେଉଁ ଯେଉଁ ଯୁବକ ସୁରଟର ମୋଟା କଳରେ ଖଟୁଛି ତାକୁ ଆମେ এইটি হ্যান্ডলুম পাওয়ারলুম করে দেবু, এইটি এইটি ইন্ডস্ট্রি ছোট ছোট ইন্ডস্ট্রি খোলিব, স্মল স্কেল ইন্ডস্ট্রি এইটি ওড়িশারে খোলিব, সমস্ত ওড়িশা আসবে। তার রেজাল্ট ହେଲା ଆଜିର ଦିନରେ ଶୁଣ ଏମାନେ ସରକାରକୁ ଆସିଲେ କହିଥିଲେ ଚାଷୀର ଆୟ ଦ୍ୱିଗୁଣିତ କରିବୁ, ଚାଷୀର ଆମର ସମ୍ପୂର୍ଣ୍ଣ ସହାୟକ ମୂଲ୍ୟ 3100 ଟଙ୍କା କରିବୁ। ଆଜି ଦେଖନ୍ତୁ ଚଟଣି ଛଟଣି 9 କିଲୋ 10 କିଲୋରେ ପହଞ୍ଚିଲାଣି। ଚାଷୀ ବିରକ୍ତି ହେଇ କହୁଛି ଆପଣ 50 କିଲୋ ଛଟଣି କରିଦିଅନ୍ତୁ, ଯେ ଆମେ କ୍ଷତି ସହିବୁ 50 ଭାଗ, ଆଉ 50 ଭାଗ କ୍ଷତି ସହିବୁ। ବର୍ତ୍ତମାନ ଚାଷୀ ଆତ୍ମହତ୍ୟା କଲେଣି କୋଉଭଳି ଅବସ୍ଥାରେ। ଆଜି ଓଡ଼ିଶାର ଲୋକଙ୍କ ପାଖରେ ପର୍ଚେଜ୍ କ୍ୟାପାବିଲିଟି ନାହିଁ। ଆଳୁ ପିଆଜ ଜହର ଆକାଶ ଛୁଆ। ଯେତେବେଳେ ସାଧାରଣ ଲୋକ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି କି କୌଣସି ରାଜନୈତିକ ଦଳ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଏମାନେ କହୁଛନ୍ତି ଯେ ଆପଣ ଆଳୁ ମିଶନ କରିଥିଲେ ବିଜେଡି ସରକାର ସମୟରେ ଆଳୁ ମିଶନ ହେଇଥିଲା। ବିଜେଡି ସରକାର ସମୟରେ ଯେଉଁ ଆଳୁ ମିଶନ ହେଇଥିଲା 300 କୋଟି ଟଙ୍କା ଖର୍ଚ୍ଚ ହେଇଥିଲା। ସେ ଫାଇଲ ତ ଆପଣଙ୍କର ବିଧାନସଭାରେ ଥିବ, ସେ ଫାଇଲ ତ ସେକ୍ରେଟାରିଏଟରେ ଥିବ, ସେ ଫାଇଲ ତ ଲୋକସଭା ଭବନରେ ଥିବ। ସରକାର ତ ଆପଣ ଆସୁଛନ୍ତି ମିଶନ କରିଦେଲେ ସରକାର, ସରକାରକୁ ବାନ୍ଧିବାର କାମ କାହାର? ଆଜି ଯେଉଁ ପୂର୍ବ ସରକାର ଆଳୁ ମିଶନ କରିଦେଲେ 300 କୋଟି ଟଙ୍କା ଖାଇଗଲେ, ଯେଉଁ କଥା ଭାରତୀୟ ଜନତା ପାର୍ଟି କହି ବୁଲୁଛି ସାରା ଓଡ଼ିଶାରେ, ତାହେଲେ ସେ ପୂର୍ବ ସରକାରକୁ ବାନ୍ଧିବା ଦାୟିତ୍ୱ ଆଙ୍କର। ନବୀନ ପଟ୍ଟନାୟକଙ୍କୁ ବାନ୍ଧିବାର ଆବଶ୍ୟକତା ଅଛି, ଯଦି ସ୍ୱଚ୍ଛର ଟିକେ ପାଣ୍ଡିଆନଙ୍କୁ ବାନ୍ଧିବାର ଆବଶ୍ୟକତା ଅଛି। କିନ୍ତୁ ଏମାନେ ଯେଉଁ କଥା କହିକି ଲୋକଲୋଚନକୁ ଆସିଥିଲେ, ଲୋକଙ୍କୁ ଯେଉଁ କଥା କହିକି ସରକାରକୁ ଆସିଥିଲେ ଯେ ଆମେ ଆସିଲେ ଏଠି ବ୍ଲାକ୍ ରୋଜ୍ କେସ୍ର ପୁନରୁଦ୍ଧାର କରିବୁ, ବ୍ଲାକ୍ ରୋଜ୍ ଚୋର ଏଠି ବନ୍ଧା ହେବେ। କ'ଣ ହେଲା 8 ମାସ ହେଲା ବ୍ଲାକ୍ ରୋଜ୍ ଚୋର କାହିଁକି ବନ୍ଧା ହେଲେନି? ଏମାନେ ଯେଉଁ କଥା କହିଦେଲେ ଯେଉଁମାନେ ଚିଟ୍ଫଣ୍ଡ ଚୋର, ଆପଣ ଦେଖିବେ ଯେତେବେଳେ ଭାରତୀୟ ଜନତା ପାର୍ଟିର ଯିଏ ସଭାପତି ଅଛନ୍ତି ଆପଣଙ୍କର ମନମୋହନ ସାମଲ, ସେ କହିଲେ ସରକାର ଆସିବାର 24 ଘଣ୍ଟା ଭିତରେ ଅର୍ଡ଼ିନାନ୍ସ ଆସିବ, ଅର୍ଡ଼ିନାନ୍ସ ଆସିକି ଲୋକଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରାଯିବ। ଲୋକଙ୍କ ପାଖରେ ପର୍ଚେଜ୍ କ୍ୟାପାବିଲିଟି ଦେବେ ନାହିଁ, ଲୋକଙ୍କୁ ଅନ୍ତତଃ ଆପଣ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରନ୍ତୁ। ଆପଣ ଚିଟ୍ଫଣ୍ଡ ଯିଏ ଚୋର, ଯିଏ ଚିଟ୍ଫଣ୍ଡରେ ସାମିଲ ଥିଲେ, ଯେଉଁମାନେ ଚିଟ୍ଫଣ୍ଡ ଚୋର ତାକୁ ବାନ୍ଧନ୍ତୁ। ଆଜି ପର୍ଯ୍ୟନ୍ତ 8 ମାସ ଭିତରେ 4.5 କୋଟି ଓଡ଼ିଆ କୌଣସି ଜାଗାରେ ଅନୁଭବ କଲେନି ଯେ ବିଜୁ ଜନତା ଦଳ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି। ସମସ୍ତେ ବର୍ତ୍ତମାନ 4.5 କୋଟି ଓଡ଼ିଆ ଅନୁଭବ କରୁଛନ୍ତି ଯେ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳ ଏମାନେ ଗୋଟିଏ ଟ୍ରାକରେ ଚାଲୁଛନ୍ତି। ସେମାନେ ଯାହା କରିଦେଲେ ସେଇ ଟ୍ରାକରେ ଏମାନେ ଚାଲୁଛନ୍ତି। ଲୋକଙ୍କ ପାଖରେ ପର୍ଚେଜ୍ କ୍ୟାପାବିଲିଟି ନାହିଁ, ଯୁବକଙ୍କ ପାଖରେ ରୋଜଗାର ନାହିଁ, ଛାତ୍ରଙ୍କ ପାଖରେ ମାଷ୍ଟର ନାହାନ୍ତି, କଲେଜ ଇନଫ୍ରାଷ୍ଟ୍ରକ୍ଚର ନାହିଁ, କୌଣସି ବ୍ୟବସ୍ଥା ନାହିଁ ଓଡ଼ିଶାରେ। ଏସବୁ ଜିନିଷକୁ ନେଇକି ଆଜି ଓଡ଼ିଶାବାସୀ ନିଜେ ଯେ ଆତ୍ମଚିନ୍ତନ କରୁଛନ୍ତି ଯେ ଆମେ କେତେ ବଡ଼ ଭୁଲ କରିଦେଲୁ, ସେ ଭୁଲ ପରବର୍ତ୍ତୀ ସମୟରେ ହେବନି। ତାକୁ ନେଇକି ସାରା ଓଡ଼ିଶାରେ ଯୁବ ଅସନ୍ତୋଷ ଦେଖାଯାଇଛି, ତାକୁ ନେଇ କଂଗ୍ରେସ ଆଜି କାର୍ଯ୍ୟକ୍ରମ